नमस्कार दर्शक बंधु, आपण मानक डिवाइन जगन्नाथ चैनल को स्वागत करुछि। भगवान विष्णु को अनेक अवतार थिबारु अनेक जयंती पालन करा जाए। सेहिपरि बैशाख मासर शुक्लपक्ष चतुर्दशी रे भगवान विष्णु का चतुर्थ अवतार भगवान नरसिंह जन्म उत्सव पालन करा जाए, जहाको नृसिंह जयंती कहा जाए। चलित वर्ष 30 एप्रिल 2026 गुरुवार दिन नृसिंह जयंती अनुष्ठित हेब। एही पवित्र दिन रे भगवान नृसिंह तांकर भक्त प्रहलाद को रक्षा करिया पई अर्ध मानव अर्ध सिंह रूप में अवतीर्ण होइथिले और असुर राजा हिरण्यकशिपु को वध करथिले। नृसिंह चतुर्दशी रे भगवान नृसिंह को पूजा करा जाए। जो भक्त माने भगवान नृसिंह को भक्ति भाव में पूजा करती सेमानक जीवन में कौनसी बड़ समस्या आसे नहीं। भगवान का कृपा समस्त नकारात्मकता और बाधा दूर हो जाए। समस्त भय अशांति और चिंतार मुक्ति मिले। सुख समृद्धि सफलता मिले। समस्त मनोकामना पूरण हुए। सेथिपई ओडिया भागवत रे लेखा जाइछि, नमहि नृसिंह चरण अनादि परम कारण। एହାର अर्थ ହେଉଛି ମୁଁ ଭଗବାନ ନୃସିଂହଙ୍କ ପବିତ୍ର ଚରଣରେ ପ୍ରଣାମ କରୁଛି, ଯିଏ ସବୁ କିଛିର ଆରମ୍ଭ, ସେହି ରକ୍ଷକ ଓ ସର୍ବଶକ୍ତିମାନ। ଏକାଦଶୀ ରେ ଯେଉଁ ନୀତି ନିୟମ ପାଳନ କରାଯାଏ, ନୃସିଂହ ଜୟନ୍ତୀରେ ମଧ୍ୟ ସେହି ନୀତି ନିୟମ ପାଳନ କରାଯାଏ। ଭଗବାନ ନୃସିଂହ ସନ୍ଧ୍ୟା ସମୟରେ ପ୍ରକଟ ହୋଇଥିବାରୁ ଏହି ସମୟରେ ପୂଜା କରିବାକୁ ସର୍ବଶ୍ରେଷ୍ଠ ମନାଯାଏ। ନୃସିଂହ ଚତୁର୍ଦଶୀ ଦିନ ଭକ୍ତମାନେ ଉପବାସ ରହି ଭଗବାନ ନୃସିଂହଙ୍କ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଲକ୍ଷ୍ମୀନାରାୟଣ ମନ୍ଦିର ଓ ଘରେ ମଧ୍ୟ ପୂଜା କରନ୍ତି। ପୂଜା ଦିନ ପ୍ରାତଃ ମୁହୂର୍ତ୍ତରୁ ଉଠି ସ୍ନାନ ସାରି ଶୁଦ୍ଧ ବସ୍ତ୍ର ପରିଧାନ କରନ୍ତୁ। ଘରେ ପୂଜା କରୁଥିଲେ ମା ଲକ୍ଷ୍ମୀ ଓ ଭଗବାନ ନୃସିଂହଙ୍କ ଯୁଗଳ ମୂର୍ତ୍ତି କିମ୍ବା ଫଟୋ ରଖି ପୂଜା କରନ୍ତୁ। ପୂଜା ସ୍ଥାନକୁ ପରିଷ୍କାର କରି ମୁରୁଜ ଦିଆଯାଏ। ପୂଜା ସ୍ଥାନରେ ପୂଜା ପିଢ଼ା ରଖି ବସ୍ତ୍ର ବିଛାଯାଏ। କଳସ ସ୍ଥାପନା କରାଯାଏ। ଭଗବାନ ନୃସିଂହ ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ହୋଇଥିଲେ ପଞ୍ଚାମୃତ ଓ ଶୁଦ୍ଧ ଜଳରେ ସ୍ନାନ କରାଯାଏ। ଫଟୋ ହୋଇଥିଲେ ପଞ୍ଚାମୃତ ସିଞ୍ଚନ କରାଯାଏ। ବସ୍ତ୍ର, ଚନ୍ଦନ, ସିନ୍ଦୁର, ଫୁଲ ଅର୍ପଣ କରାଯାଏ। ଧୂପ, ଘିଅ ଦୀପ ପ୍ରଜ୍ୱଳନ କରାଯାଏ। ଭଗବାନ ନୃସିଂହଙ୍କ ସ୍ତୋତ୍ର, ଭାଗବତ ପୁରାଣ ପାଠ କରାଯାଏ। ଫଳ ଓ ମିଠା ନୈବେଦ୍ୟ ଅର୍ପଣ କରାଯାଏ। ଆଳତି କରାଯାଏ। ନୃସିଂହ ଜୟନ୍ତୀ ଆମକୁ ଶିଖାଏ ଯେ ସତ୍ୟ ଓ ଭକ୍ତି ସଦା ବିଜୟୀ ହୁଏ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଛି, ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଭଗବାନ ନୃସିଂହ ଦେବ।